ଦେଖନ୍ତୁ ନିମାପଡ଼ା ରାଜନୀତିକୁ ଯଦି ଆପଣ ଅନୁଶୀଳନ କରିବେ ତାହେଲେ ଗୋଟେ ଧାଡ଼ିରେ କହିବେ ଜାତି ଗଲା କିନ୍ତୁ ପେଟ ପୁରିଲାନି। ସମୀର ଦାସ ତରବରିଆ ଭାବରେ ବିଜୁ ଜନତା ଦଳକୁ ହରାଇବା ପାଇଁ ବିଜେପିକୁ ଗଲେ। ବେଳେବେଳେ କ'ଣ ହୁଏ ଆପଣଙ୍କର କର୍ମ ହିଁ ଆପଣଙ୍କୁ ଫଳ ଦିଏ। ବିଜୁ ଜନତା ଦଳ ତୁମକୁ ଏତେ ଥର ବିଧାୟକ କଲା, ମନ୍ତ୍ରୀ କଲା, ଦଳର ଏମିତି କେତେ କର୍ମୀ କାର୍ଯ୍ୟକର୍ତ୍ତା ନେତା ଟିକେଟ ଖଣ୍ଡି ବି ଯାକେ 24-25 ବର୍ଷ ଭିତରେ ବିଜେଡି ତାଙ୍କୁ ଦେଇନି। ତମକୁ ଏତେ ଦେଲା ପରେ ଏତେ ଲୋଭ ଏତେ ରାଗ ରହିଗଲା ଯେ ବିଜେପି କି ଜିତେଇବା। ବେଳେବେଳେ କ'ଣ ହୁଏ ଯାହା ଫଳ କିଏ କ'ଣ ଭୋଗୁଛନ୍ତି କିଏ ସେ ନିଜେ ଭୋଗୁଛନ୍ତି। ଆଜି ଯେତେବେଳେ ବିଜୁ ଜନତା ଦଳର ଚିନ୍ତା କରନ୍ତୁ, ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଯିଏ ଥିଲେ ସେ ଗୋଟେ କେସ୍ରେ ଜେଲ୍ ଗଲେ କି ନାହିଁ? ତାମାନେ ତମ ପାଇଁ ଗୋଟେ ଭ୍ୟାକ୍ୟୁମ୍ ଥିଲା କି ନାହିଁ? ସେ ଭ୍ୟାକ୍ୟୁମ୍ରେ ତୁମେ ବର୍ତ୍ତମାନ ରାଜ କରୁଥାନ୍ତ। ତେଣୁ ଭାଇ ଯେଉଁ କହନ୍ତି ସ୍ୱଧର୍ମେ ନିଧନଂ ଶ୍ରେୟ ପରଧର୍ମ ଭୟାବହ। ତେଣୁ ଯେଉଁଠି ତୁମର ଧର୍ମଟା ଥିଲା, ଯେଉଁ ବିଜେଡ଼ି କି ଥିଲା, ଯଦି ସେଇଠି ରହିଥାନ୍ତେ ଆଜି ନହେଲେ କାଲି ପାଇଥାନ୍ତ। ଗୋଟେ ଟର୍ମ ପାଇଲନି, ଏଇ 29ରେ MP ପାଇଥାନ୍ତ, ନହେଲେ MLA ପାଇଥାନ୍ତ। କିମ୍ବା ସେ କ୍ୟାଣ୍ଡିଡେଟ୍ ଜିତିଥିଲେ ଯଦି ଆଜି ଯେଉଁ ଭଳିଆ କେସ୍ ବାସ ହେଇଛି କାଲି ସିଏ ତାଙ୍କର ଜେଲ୍ ଥାନ୍ତେ, ତମକୁ ଦଳ ଦାୟିତ୍ୱ ଦେଇଥାନ୍ତା। କିନ୍ତୁ ଲୋଭରେ ହରାଇବା ପାଇଁ ନିଜ ଶତ୍ରୁକୁ ଜିତେଇ ଦେଲ। ବର୍ତ୍ତମାନ କିଳାଟା କିଏ ନେବ? ଯେମିତି କହନ୍ତି ଆ ବଳଦ ମୋତେ ବିନ୍ଧି। ତେଣୁ ସେ କର୍ମ ଯେମିତି କରିଛନ୍ତି ସମୀର ବାବୁ ସେମିତି ଫଳ ପାଇବେ। ତେଣୁ ବର୍ତ୍ତମାନ ଯେତେବେଳେ ଆହ୍ୱାନ ଦେଲା ବେଳକୁ ଯେଉଁ କହନ୍ତି ଯେ ଆଉ ଅଛି ଯେ ସୁନପାମ୍ପୁଡ଼ି ଖାଇବେ, ଆଉ କ'ଣଟା ରହିଲା? ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ 2029 ଯାକେ ପାୱାରଫୁଲ୍। କାଲି ବି ପ୍ରଭାତୀ ପରିଡ଼ାଙ୍କୁ ଉପମୁଖ୍ୟମନ୍ତ୍ରୀ କୌଣସି ପ୍ରକାର ବିଜେପିରେ ମନେକର ଆପଣଙ୍କର ଅଦଳ ବଦଳ ହେଲା, ଉପମୁଖ୍ୟମନ୍ତ୍ରୀଟା ତ ମନ୍ତ୍ରୀ ହେବ ସାଧାରଣତଃ ନା ବିଲକୁଲ ତାକୁ କାଟିଦେବେ। ତେଣୁ ସେ ପାୱାରଫୁଲ୍ରେ ରହିଲେ। ଭାରତୀୟ ଜନତା ପାର୍ଟି ରାଇଜ୍ କରୁଛି। ସେ ସମୟରେ ତୁମେ ବର୍ତ୍ତମାନ ବିଜୁ ଜନତା ଦଳରେ ବି ନୁହଁ, ସ୍ୱାଧୀନ ଭାବରେ କେତେ ବାଟ ଯିବ? ଅବଶ୍ୟ ଏକଥା ସତ୍ୟ ଯେ ବର୍ତ୍ତମାନ ବିଜେଡ଼ି ମଧ୍ୟ ତାଙ୍କୁ ନେବାର ସମ୍ଭାବନା ରହିଛି। ନିଗମ ଆଉ ବୋର୍ଡ଼କୁ ସେ ଭାବିଥିଲେ ଯଦି ନିଗମ ହେଇଯିବି ତାହେଲେ ମୋ ପାଖରେ ଗୋଟେ ପାୱାର ରହିଲା, ସେଇ ପାୱାର ଜରିଆରେ ନିଜ ନିଜ କର୍ମୀକୁ ଇଏ କରିବେ। କ୍ଷମତା ନଥିଲେ ଲୋକ କ୍ଷମତା ହେଉଛି ଗୋଟେ ଚୁମ୍ବକ ଯାହାକି କର୍ମୀମାନଙ୍କୁ ଆକର୍ଷଣ କରେ। ତେଣୁ କ୍ଷମତା ନଥିଲେ ତୁମ ପାଖକୁ କେହି ଯିବେନି। ତେଣୁ ସେଇଭଳି ଭାବରେ ଚିନ୍ତା କରାହେଉଥିଲା। ବର୍ତ୍ତମାନ ସେ ଚାହୁଁଛନ୍ତି ଯେ ବିଜେଡ଼ି ମୋତେ ଡାକୁ, ବିଜେଡ଼ି ଜିଦିଆ କାରଣ ମୁଁ ଡାକିବିନି, ଆମକୁ ନଣ୍ଡା କରୁଛୁ ତ ନଣ୍ଡା ହେଇଯାଏ। ତେଣୁ ସେମାନେ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ବିଜେପିରେ ଯାଇଛ ତ ସେଠି କ'ଣ ପାଉଛ? ନିଜ ଆଡ଼ୁ ଆସ, ଗୋଡ଼ ଧରିକି ଭୁଲ ମାଗ, ଦଳ ତୁମକୁ ଦାୟିତ୍ୱ ଦେବ। ନହେଲେ ନାହିଁ ସେମିତି ବିଜେପି ପଦମ ପାଖରୁ ଉଡ଼ା ଚାରିପଟେ ସେମିତି ବୁଲି ବୁଲି ସମୟ କାଟିବ। ଆଜିଠୁ 29 କଥା ଯେ କହିଲି ସେ ଦଳ ଚେଞ୍ଜ କରିସାରନ୍ତୁ। ତାପରେ 29ରେ କ'ଣ ହେବ? ଆଜି ଯଦି ଆମେ 26ରୁ ଚିନ୍ତା କରିବା ଲୋକ ଭାବିବେ ଆମକୁ ବୋକା ନା। ଏ ହେଉଛି କ୍ଷମତାର କଳି। ସମୀର ଦାସକୁ ମୁଣ୍ଡିଆ ମାରିଥିଲେ କ'ଣ ପାଇଁ? ଜିତିବା ପାଇଁ କେତେ କାହାକୁ ମୁଣ୍ଡିଆ ମରା ହେଉଛି। ସମୀର ଦାସକୁ ମୁଣ୍ଡିଆ ମାରିଲେ କ'ଣ ବଡ଼ କାମ କଲେ? ବା ଗାଁ ଗହଳିରେ ଛୋଟଠୁ ବୁଢ଼ାଠୁ ଧରିକି ଯାହାକୁ ପାଇବୁ ଗୋଡ଼ ହାତ ଧରିକି ଆଜ୍ଞା ଭୋଟ ଖଣ୍ଡିଏ ଦିଅନ୍ତୁ, ଏଇଟା କ'ଣ ବଡ଼ କଥା? ତାଙ୍କ ଅନ୍ୟମାନଙ୍କର ଛୋଟ ମାନେ ଯେଉଁ ଗାଁର ଛୋଟ ଲୋକ ତ କହିପାରିବେନି, ମାନେ ସାଧାରଣ ବର୍ଗ ଲୋକ ଥିଲେ ମୁଣ୍ଡିଆଟା ମାରୁଥିଲେ, ସେ ଫଟୋ ଭାଇରାଲ ହେଇନି। ସମୀର ଦାସକୁ ମୁଣ୍ଡିଆ ମାରିଥିଲେ ଭାଇରାଲ ହେଲା। କେତେ ଗାଁକୁ ମୁଣ୍ଡିଆ ମରା ହେଇଥିଲା, ଆଙ୍କୁ ମୁଣ୍ଡିଆ ମରା ହେଲା, କ'ଣ ବଡ଼ କଥା ହେଇଗଲା? ତାପରେ ଜିତିବା ପାଇଁ ସବୁ କିଛି କରିବାକୁ ପଡ଼ିବ। ତେଣୁ ଜିତିବା ପାଇଁ ସବୁ କରିଗଲେ। ଜିତିଗଲା ପରେ ରାଜନୀତିର ନିୟମ ହେଉଛି ଚା କପରେ ମାଛିକି ଫୋପାଡ଼ିଲା ଭଳିଆ ଫୋପାଡ଼ି ହେଇଯିବ। ତେଣୁ ସମୀର ଦାସକୁ ଫୋପାଡ଼ି ଦେଇଛନ୍ତି। ଏଠାରେ ରାଜନୀତି ଗୋଟେ ବିଲକ୍ଷଣ ଜିନିଷ ନୁହେଁ କି ବ୍ୟତିକ୍ରମର କଥା ନୁହେଁ। ରାଜନୀତି ଏଇଟାକୁ କୁହନ୍ତି ରାଜନୀତି।